ଭୁବନେଶ୍ୱରରୁ ଆଜି ମୋତେ ଘରକେ ଆସିବାର ଥିସି ବେଲେ ସକାଳୁ ମୋର୍ ସାଙ୍ଗ ମୋତେ ରେଲୱେ ଷ୍ଟେସନକୁ ଛାଡ଼ି ନେସି। 6:30ରେ ଟ୍ରେନ୍ ଆସିବାର ଥିସି ବେଲେ ଜଲ୍ଦି ଟିକେ ଷ୍ଟେସନକେ ପଲେଇ ଆଏସୁଁ। ଆସିକି ଟିକେ ୱେଟ୍ କଲା ପରେ ଟ୍ରେନ୍ ଏକା ପଲେଇ ଆଏସି। ଏକଲା ଆସୁଥିସି ବେଲେ ବୋରିଂ ଲାଗ୍ସି ଯେ ଗାନା ଟିକେ ଶୁନୁଥିସି। ସକାଳୁ କିଛି ନି ଖାଇଥାଏ ବେଲେ ଲେମ୍ବୁ ଚଣା ଟିକେ କିନ୍ସି ଖାଇବାର୍କେ। ଲେମ୍ବୁ ଚଣାରେ ମିର୍ଚା ଏତେ ବେଶୀ ଦେଇଥିସି ଯେ ରାଗର ଲାଗି ନାକ୍ କାନ୍ରୁ କୁମ୍ଲା ବାହାରି ଯାଉଥିସି। ଏନ୍ତା ଲାଗ୍ସି ଯେ ଏ ପିଲା ପାଶେ ଥିଲେ ଇହାଦେ ଏକା ତାକେ ବୁଦା ବଲିଆ ଖେଚେଡ଼ି ଦେଇଥିନି। ବସି ବସି ପିଛୁଆଡ଼ା ବି ଦୁଃଖି ଯାଇଥିସିନ ବେଲେ ବାହାର ଆଡ଼କେ ଟିକେ ବୁଲି ପଲେଇ ଆଏସି। ଭୁବନେଶ୍ୱରରେ ତ ଆସିଲା ବେଲେ ଟିକେ ବି ବର୍ଷା ନି ହଉଥାଏ, ହେଲେ ଯେନ୍ତା ବଲାଙ୍ଗୀରକେ ପହଞ୍ଚିସି ରଜ ବର୍ଷା କୁଟୁଥିସି। ବଲାଙ୍ଗୀର ଷ୍ଟେସନ୍କେ ପହଞ୍ଚିକରି ଦେଖ୍ସି ଯେ ମୋର୍ ସାଙ୍ଗ ବି ମୋତେ ନେଇ ଆସିଥିସନ୍। ତାକର୍ ସାଙ୍ଗେ ତାକର୍ ରୁମ୍କେ ପଲେଇ ଆଏସି। ଗାଧି ଗୁଧାକିରି ଫ୍ରେଶ୍ ହେଇ ଯାଏସିଁ ଘର୍କେ ବାହାରିବାର୍ ଲାଗି। ଆସିଲା ବେଲେ ବାଟେ ଦେଖ୍ସିଁ ଖାଲି 99 ରୁପିଜ୍ରେ ବିରିୟାନୀ ମିଲୁଛେ ବେଲେ ଅଟ୍କି ଯାଏସିଁ ଖାଏବାର୍କେ। 99 ରୁପିଜ୍ରେ ସ୍ୱାଦ ମିଲ୍ବା କି ନି ବୋଲି ଭାବୁଥିସିଁ, ହେଲେ ଖାଏଲା ପରେ ଜାନ୍ସିଁ ରେଷ୍ଟୁରାଣ୍ଟର ବିରିୟାନୀ ବି ତାର୍ ଆଗ୍ଆଡ଼େ ଫେଲ୍ ପଡ଼ିଯିବା। ଆର୍ ତାର୍ ଲୋକେସନ୍ ହେଲା ବଲାଙ୍ଗୀରର କଲେଜ୍ ଛକ୍ ପାଖେ ଏକା। ତାଙ୍କର୍ ରେଷ୍ଟୁରାଣ୍ଟର ନାଁ ହେଲା ଅର୍ବାନ୍ ଡିଲାଇଟ୍। ମୁଇଁ ତ ହେତ୍କେ ଖାଇ ଖୁଆକରି ଘର୍କେ ପଲେଇ ଆଏସିଁ। ହେଲେ ସାଙ୍ଗମାନେ ତୁମେ ଲାଇକ୍ ସବସ୍କ୍ରାଇବ୍ ଟିକେ କର୍ବାକେ ନାଇଁ ଭୁଲ୍ବ। ନେକ୍ସଟ୍ ମିଲ୍ବ ଆର୍ ଗୁଟେ ମିନି ବ୍ଲଗ୍ରେ। ତବ୍ ତକ୍ ବାଏ।